ଦୁର୍ଘଟଣା ଦୁର୍ଘଟଣା ଏମିତି ଏକ ଶବ୍ଦ ଯାହା ଯେକୌଣସି ମନୁଷ୍ୟ କ୍ଷେତ୍ରରେ ଯେକୌଣସି ମୁହୂର୍ତ୍ତରେ ବି ଘଟିଯାଇପାରେ। 4 ଅକ୍ଷର ବିଶିଷ୍ଟ ଏହି ଶବ୍ଦ କେତେ ଯେ ମା କୋଳରୁ ତା ପିଲାଙ୍କୁ ଛଡ଼େଇ ନେଇଛି, କେତେ ଯେ ସଧବା ନାରୀର ସିନ୍ଦୁର ଲିଭେଇ ଦେଇଛି, ତାହାର କୌଣସି ହିସାବ ନାହିଁ। ମୁଖ୍ୟତଃ ରାସ୍ତା ଦୁର୍ଘଟଣା ଏକ ମୁଖ୍ୟ ସମସ୍ୟା ଯାହା ବର୍ତ୍ତମାନ କ୍ଷେତ୍ରରେ ସମସ୍ତଙ୍କର ମୁଣ୍ଡ ବ୍ୟଥାର କାରଣ ହୋଇଯାଇଛି। ଅନେକ ସରକାରୀ ନିୟମ ଆସିଛି, ସଚେତନତା ସୃଷ୍ଟି କରିବାକୁ ଅନେକ ଚେଷ୍ଟା କରା ବି ଯାଉଛି, କିନ୍ତୁ ଯେତିକି ସୁଫଳ ମିଳିବା କଥା ତାହା ମିଳିପାରୁନାହିଁ। ଏହିସବୁ ଘଟିବାର ମୁଖ୍ୟ କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନର ବ୍ୟବହାର କରିବା, ଟ୍ରାଫିକ ନିୟମକୁ ନ ମାନିବା, 4 ହ୍ୱିଲର ଚଲାଉଥିବା ସମୟରେ ସିଟ୍ ବେଲ୍ଟର ବ୍ୟବହାର ନ କରିବା ଏବଂ 2 ହ୍ୱିଲର ଚଲାଉଥିଲା ବେଳେ ହେଲମେଟର ବ୍ୟବହାର ନ କରିବା। ସର୍ବଦା ମନେ ରଖିବା ଉଚିତ, ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚିବା ଅପେକ୍ଷା ଡେରିରେ ପହଞ୍ଚିଲେ ବି ଭଲ। ତେଣୁ ଯେତିକି ସ୍ପିଡ଼ରେ ଗାଡ଼ି ଚାଲୁଥିଲେ ଆପଣ ତାକୁ ନିୟନ୍ତ୍ରଣ କରିପାରିବେ, ଗାଡ଼ିକୁ ସେତିକି ସ୍ପିଡ଼ରେ ହିଁ ଚଲାନ୍ତୁ, ଯାହା ଚାହିଁ ଅଧିକା ସ୍ପିଡ଼ରେ ଚଲାନ୍ତୁ ନାହିଁ। ଯଦି ଆମେ ସରକାରୀ ଆକଳନ ଆଡ଼କୁ ଯିବା, ଏହା ଅନୁସାରେ ଓଡ଼ିଶାରେ 2024 ମସିହାରେ ମୋଟ ଦୁର୍ଘଟଣାର 49.6% ଲୋକ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ କି ସମଗ୍ର ଭାରତରେ ଏହା ହେଉଛି 37%। ଗଲା 5 ବର୍ଷ ମଧ୍ୟରେ ଓଡ଼ିଶାରେ 56,831ଟି ରାସ୍ତା ଦୁର୍ଘଟଣା ଘଟିଛି ଏବଂ ସେଥିରେ 27,167 ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ 50,041 ଜଣ ଲୋକ ଆଂଶିକ କ୍ଷତିଗ୍ରସ୍ତ ହୋଇଛନ୍ତି। କେବଳ ଯଦି 2024 ମସିହାକୁ ଦେଖାଯାଏ, ତେବେ ଓଡ଼ିଶାରେ 6,142 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାମାନଙ୍କ ମଧ୍ୟରେ 85% ଗାଡ଼ି ଚାଳକଙ୍କର ଭୁଲ ପାଇଁ ଘଟିଥାଏ ଏବଂ 15% ରାସ୍ତାଘାଟର ଅବ୍ୟବସ୍ଥା ପାଇଁ ଘଟିଥାଏ। ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଆମେମାନେ ସଚେତନ ହୋଇପାରିଲେ ଏବଂ ଟ୍ରାଫିକ ନିୟମକୁ ମାନି ଗାଡ଼ି ଚାଳନା କଲେ ଦୁର୍ଘଟଣାକୁ ଅନେକ ଅଂଶରେ କମେଇ ଦିଆଯାଇପାରିବ ଏବଂ ମୋ ପରି ଅନେକ ଅପରାଜିତା ରାସ୍ତାରେ ମୃତ୍ୟୁବରଣ କରିବେନି, ଆଉ ଅକାଳରେ କୁନି କୁନି ପିଲାମାନେ ବାପା ମା ଛାଉଣ୍ଡ ହେବେନି।